ନୀଳଗିରି ଝରଣାଘାଟି 19 ନମ୍ବର ରାଜ୍ୟ ରାଜପଥର ନୀଳଗିରି ଏନ୍ଏସିର 2 ନମ୍ବର ୱାର୍ଡର ଭୂମିଜ ସାହି ନିକଟରେ ରୋଗୀ ଆଣିବାକୁ ଯାଉଥିବା ଜନନୀ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ। ଚାଳକ ସୁରକ୍ଷିତ। ପ୍ରସବ ବେଦନା ଖବର ପାଇ ଆମ୍ବୁଲାନ୍ସଟି ନୀଳଗିରିରୁ ବାହାରି ସଜନାଗଡ଼ ଅଭିମୁଖେ ଯାଉଥିବା ବେଳେ ପୋଡ଼ାଶୁଳ ପୂର୍ବରୁ କାର୍ଯ୍ୟ ହେଉଥିବା ପୋଲର ସୂଚନା ଫଳକଟିକୁ ଭାଙ୍ଗି 10 ଫୁଟ ଖାଲକୁ ଡେଇଁ ପଡ଼ିଥିଲା ଏବଂ 8 ଫୁଟରେ ବନ୍ଧା ଯାଇଥିବା ରଡ଼ ଉପରେ ଗାଡ଼ିଟି ଝୁଲି ରହିଛି। ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଥିଲା। ରାତି 2ଟା 50ରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହନ୍ତି। ଚାଳକ ସୁରକ୍ଷିତ ରହିଛି। ଏହା ଅତ୍ୟଧିକ ବେଗ ସାଙ୍ଗକୁ ମଦ୍ୟପାନ କରିଥିବା ଅନୁମାନ କରାଯାଉଛି। ସରକାର ଆମ୍ବୁଲାନ୍ସର ଚାଳକଙ୍କୁ ଯାଞ୍ଚ କରି ଅନୁମତି ଦେବା ଆବଶ୍ୟକ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।